ପିଲାମାନେ କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ପିଲାମାନେ ଦେଖନ୍ତୁ ଆମର ଯେଉଁ ଓଡ଼ିଶା ହୋମ୍ ଗାର୍ଡ଼ର ଲିଖିତ ପରୀକ୍ଷା ରହିଛି ସେଥିରେ ଆମେ ଆକଳନ କରିଥିଲେ ଯେ ଡିଷ୍ଟ୍ରିକ୍ଟ ୱାଇଜ୍ କ୍ୱେଶ୍ଚନ୍ ଆସିବ ବା ଆପଣଙ୍କର ଯେଉଁ ଜିଲ୍ଲାର ପରୀକ୍ଷା ହେଉଛି ସେହି ଜିଲ୍ଲାର ଜିକେ କ୍ୱେଶ୍ଚନ୍ ଗୁଡ଼ା ଆସିବ। କିନ୍ତୁ ଏବେ ଯେଉଁ ଆପଣଙ୍କର ରାଉରକେଲାରେ ହେଲା, ବରଗଡ଼ରେ ହେଲା, କଳାହାଣ୍ଡିରେ ଯେଉଁ ପରୀକ୍ଷା ଗୁଡ଼ିକ ହୋଇଛି ସେଥିରେ ସେ ପରୀକ୍ଷାରେ ଗୋଟେ ଅଲଗା ପ୍ୟାଟର୍ନ ଫଲୋ କରୁଛି ଯେ ନା ଆପଣଙ୍କର ଓଡ଼ିଶା ତଥା ଇଣ୍ଡିଆ ଜିକେରୁ ମ୍ୟାକ୍ସିମମ୍ କ୍ୱେଶ୍ଚନ୍ ଆସୁଛି ଏବଂ ନିଜ ଡିଷ୍ଟ୍ରିକ୍ଟରୁ କେବଳ ଗୋଟିଏରୁ ଦୁଇଟି ହିଁ କ୍ୱେଶ୍ଚନ୍ ଆସୁଛି। ତେଣୁ ଏବେ ନିଜ ଡିଷ୍ଟ୍ରିକ୍ଟ କ୍ୱେଶ୍ଚନ୍ ଆଲୋଚନା ନ କରି ଆମେ ଯଦି ଓଡ଼ିଶା ତଥା ଇଣ୍ଡିଆ ଜିକେ ଆଲୋଚନା କରିବା ତାହେଲେ ଆପଣଙ୍କ ପାଇଁ ସେଇଟା ଲାଭଦାୟକ ହେବ। ଏବଂ ଆଜିର ଭିଡ଼ିଓରେ ମୁଁ ଆପଣଙ୍କ ପାଇଁ 30ଟି ବଛା ବଛା ଜିକେ ୱାନ୍ ଲାଇନର କ୍ୱେଶ୍ଚନ୍ ଆଣିଛି ଯାହାକି ଆପଣଙ୍କ ପରୀକ୍ଷାରେ ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ। ତ ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ। ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ତ ଦେଖନ୍ତୁ ଆମର ପ୍ରଥମ ପ୍ରଶ୍ନ ହେଉଛି ବିଶ୍ୱର ସବୁଠାରୁ ବଡ଼ ଜଙ୍ଗଲର ନାମ କ'ଣ? ଉତ୍ତର ହେଉଛି ଆମାଜନ ଜଙ୍ଗଲ। ଦ୍ୱିତୀୟ ପ୍ରଶ୍ନ ଓଡ଼ିଶାର କେଉଁ ଜିଲ୍ଲାରେ ଦେଓମାଳି ପର୍ବତ ଅବସ୍ଥିତ? ଉତ୍ତର ହେଉଛି କୋରାପୁଟ ଜିଲ୍ଲା। ନେକ୍ସଟ ପ୍ରଶ୍ନ ଦୁଦୁମା ଜଳପ୍ରପାତ କେଉଁ ନଦୀ ସହ ଜଡ଼ିତ? ଉତ୍ତର ହେଉଛି ମାଛକୁଣ୍ଡ ନଦୀ। ନେକ୍ସଟ ପ୍ରଶ୍ନ ରେଡ଼ିଓ କିଏ ଉଦ୍ଭାବନ କରିଥିଲେ? ଉତ୍ତର ହେଉଛି ମାର୍କୋନି। ନେକ୍ସଟ ପ୍ରଶ୍ନ ଓଡ଼ିଶାର ସବୁଠାରୁ ବୃହତ୍ତମ ଗ୍ରାମର ନାମ କ'ଣ? ଉତ୍ତର ହେଉଛି ଭୁବନ। ନେକ୍ସଟ ପ୍ରଶ୍ନ ଓଡ଼ିଶାର ସବୁଠାରୁ ବଡ଼ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ? ଉତ୍ତର ହେଉଛି କଟକ। ନେକ୍ସଟ ପ୍ରଶ୍ନ ଦେଖନ୍ତୁ ଦାଣ୍ଡି ରାମାୟଣ କିଏ ଲେଖିଥିଲେ? ଉତ୍ତର ହେଉଛି ବଳରାମ ଦାସ। ନେକ୍ସଟ ସତ୍ୟବାଦୀ ବନ ବିଦ୍ୟାଳୟ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠାତା କିଏ? ଉତ୍ତର ହେଉଛି ପଣ୍ଡିତ ଗୋପବନ୍ଧୁ ଦାସ। ନେକ୍ସଟ ଓଡ଼ିଶାର କେଉଁ ଜିଲ୍ଲାରେ ଛଉ ନାଚ ଦେଖିବାକୁ ମିଳେ? ଉତ୍ତର ହେଉଛି ମୟୂରଭଞ୍ଜ ଜିଲ୍ଲା। ନେକ୍ସଟ ମହାତ୍ମା ଗାନ୍ଧୀ ପ୍ରଥମ ଥର କେବେ ଓଡ଼ିଶାକୁ ଆସିଥିଲେ? ଉତ୍ତର ହେଉଛି 1921। ନେକ୍ସଟ ଦେଖନ୍ତୁ ସୁରେନ୍ଦ୍ରନାଥ ଦାସ କେଉଁ ଆନ୍ଦୋଳନ ସହ ସମ୍ପୃକ୍ତ? ଉତ୍ତର ହେଉଛି ଲବଣ ସତ୍ୟାଗ୍ରହ। ନେକ୍ସଟ ଉତ୍କଳ କଂଗ୍ରେସ କମିଟିର ପ୍ରଥମ ସଭାପତି କିଏ ଥିଲେ? ଉତ୍ତର ହେଉଛି ପଣ୍ଡିତ ଗୋପବନ୍ଧୁ ଦାସ। ନେକ୍ସଟ ରାଜ୍ୟସଭାର ଅଧ୍ୟକ୍ଷ କିଏ ଥାନ୍ତି? ଉତ୍ତର ହେଉଛି ଉପରାଷ୍ଟ୍ରପତି। ନେକ୍ସଟ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ? ଉତ୍ତର ହେଉଛି ଡକ୍ଟର ହରେକୃଷ୍ଣ ମହତାବ। ନେକ୍ସଟ ବଙ୍ଗ ସୁଲତାନ ଗିୟସୁଦ୍ଦିନ ଜଲାଲ କେବେ ଓଡ଼ିଶା ଆକ୍ରମଣ କରିଥିଲେ? ଉତ୍ତର ହେଉଛି 1560 ଖ୍ରୀଷ୍ଟାବ୍ଦରେ। ଦେଖନ୍ତୁ କେଉଁ ରାଜା ଅଭିନବ ଗୀତ ଗୋବିନ୍ଦ ରଚନା କରିଥିଲେ? ଉତ୍ତର ହେଉଛି ରାଜା ପୁରୁଷୋତ୍ତମ ଦେବ। ନେକ୍ସଟ ଓଡ଼ିଆ ଭାଷାରେ ପ୍ରଥମେ ଜ୍ଞାନପୀଠ ପୁରସ୍କାର କିଏ ପାଇଥିଲେ? ଉତ୍ତର ହେଉଛି ଗୋପୀନାଥ ମହାନ୍ତି। ନେକ୍ସଟ ଓଡ଼ିଶାରେ ମହାବାତ୍ୟା କେବେ ଆସିଥିଲା? ଉତ୍ତର ହେଉଛି 1999। ନେକ୍ସଟ ଓଡ଼ିଶାରେ ଗଜପତି ବଂଶ କିଏ ଆରମ୍ଭ କରିଥିଲେ? ଉତ୍ତର ହେଉଛି କପିଳେନ୍ଦ୍ର ଦେବ। ନେକ୍ସଟ ପୁରୀ ଜଗନ୍ନାଥ ମନ୍ଦିର କେଉଁ ବଂଶ ତିଆରି କରିଥିଲା? ଉତ୍ତର ହେଉଛି ଗଙ୍ଗ ବଂଶ। ନେକ୍ସଟ ଡାଲଖାଇ ନୃତ୍ୟ କେଉଁ ଜିଲ୍ଲାରେ ପ୍ରସିଦ୍ଧ? ଉତ୍ତର ହେଉଛି ସମ୍ବଲପୁର ଜିଲ୍ଲା। ନେକ୍ସଟ ଓଡ଼ିଶାର ପ୍ରାଚୀନ ନାମ କ'ଣ ଥିଲା? ଉତ୍ତର ହେଉଛି କଳିଙ୍ଗ। ନେକ୍ସଟ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ ଥିଲେ? ଉତ୍ତର ହେଉଛି ଲର୍ଡ ମାଉଣ୍ଟ ବ୍ୟାଟେନ୍। ନେକ୍ସଟ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ କିଏ ଥିଲେ? ଉତ୍ତର ହେଉଛି ମଧୁସୂଦନ ଦାସ। ନେକ୍ସଟ ମୁକ୍ତି ମଣ୍ଡପ କେଉଁ ରାଜା ନିର୍ମାଣ କରିଥିଲେ? ଉତ୍ତର ହେଉଛି ରାଜା ପ୍ରତାପରୁଦ୍ର ଦେବ। ନେକ୍ସଟ ଓଡ଼ିଆ ସାହିତ୍ୟରେ ପ୍ରଥମ ଜ୍ଞାନପୀଠ ପୁରସ୍କାର ପାଇଥିବା ମହିଳା ଜଣକ କିଏ? ଉତ୍ତର ହେଉଛି ପ୍ରତିଭା ରାୟ। ନେକ୍ସଟ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ କେବେ ମୁକ୍ତିଲାଭ କରିଥିଲା ବା କେବେ ରିଲିଜ ହୋଇଥିଲା? ଉତ୍ତର ହେଉଛି 1936। ନେକ୍ସଟ କବି ସମ୍ରାଟ ଉପାଧି କେଉଁ କବିଙ୍କୁ ମିଳିଥିଲା ବା କବି ସମ୍ରାଟ ଉପାଧି କେଉଁ କବିଙ୍କୁ ଦିଆଯାଇଥିଲା? ଉତ୍ତର ହେଉଛି ଉପେନ୍ଦ୍ର ଭଞ୍ଜ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ନେକ୍ସଟ ଓଡ଼ିଆ ମହାଭାରତ କିଏ ରଚନା କରିଥିଲେ? ଉତ୍ତର ହେଉଛି ସାରଳା ଦାସ। ନେକ୍ସଟ ଓଡ଼ିଶାର ସର୍ବପ୍ରାଚୀନ ମସଜିଦ କେଉଁଠାରେ ଅବସ୍ଥିତ? ଉତ୍ତର ହେଉଛି ଦିୱାନା ବଜାର କଟକ ବା କଟକର ଦିୱାନା ବଜାର ଠାରେ ଓଡ଼ିଶାର ସର୍ବପ୍ରାଚୀନ ମସଜିଦ ବା ସବୁଠାରୁ ପୁରୁଣା ମସଜିଦ ଅବସ୍ଥିତ। ତ ବନ୍ଧୁଗଣ ଆଜିର ଭିଡ଼ିଓରେ ଏତିକି। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଏବଂ ଏ ଯାଏଁ ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନକୁ ଅଲ୍ରେ ସେଟ୍ କରନ୍ତୁ ଯାହାଫଳରେ ଆମର ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କୁ ସର୍ବପ୍ରଥମେ ମିଳିପାରିବ। ରହୁଛି ବନ୍ଧୁଗଣ, ଧନ୍ୟବାଦ।